ସମସ୍ତଙ୍କୁ ଓଁ ସାଇରାମ, ଶୁଭ ଗୁରୁବାର। ବାବାଙ୍କର ଆଶୀର୍ବାଦରୁ ସମସ୍ତେ ବହୁତ ଭଲ ଭାବରେ ଥିବେ। ବାବାଙ୍କର ନାମ ନେଇ ବାବାଙ୍କୁ ସ୍ମରଣ କରି ଚାଲନ୍ତୁ ଆଜିର ଅନୁଚିନ୍ତା ମନକୁ ଛୁଇଁଗଲା ବୋଲି ସୁନ୍ଦର କଥା ସବୁ ଶୁଣିବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ଗୋଟିଏ ଚରିତ୍ରହୀନ ମଣିଷ ସବୁବେଳେ ଅନ୍ୟର ଚରିତ୍ରକୁ ଆକ୍ଷେପ କରି କଥା କହୁଥାଏ। କାହିଁକି ନା ସେ ନିଜେ ଯାହା ଅନ୍ୟକୁ ସେଇଆ ଭାବି ନିଜ କଦର୍ଯ୍ୟ ଭାବନାର ନିକିତିରେ ତୁଲେଇଥାଏ। ଯେଉଁ କଥା ହୃଦୟରେ ଅଛି ତାକୁ କହିବା ପାଇଁ ସାହସ କରନ୍ତୁ। ତା ସହ ଯେଉଁ କଥା ଅନ୍ୟର ହୃଦୟରେ ଅଛି ତାକୁ ବୁଝିବା ପାଇଁ ପ୍ରୟାସ କରନ୍ତୁ। ତାହେଲେ ଯାଇ ସବୁକିଛି ଠିକ୍ ହୋଇପାରିବ। ମଣିଷର ଭାଗ୍ୟରେ ଯାହା ଥାଏ ତାହା ହିଁ ଘଟିଥାଏ। ତାକୁ କେହି ଚେଞ୍ଜ କରିପାରିବେ ନାହିଁ। ସାଇନ୍ସ ଡେଭଲପ ଘଟିଲେ ବି ମଣିଷ ଜୀବନକୁ ରକ୍ଷା କରିପାରୁନାହିଁ। ମଣିଷ ଯେତେ ଦିନ ପାଇଁ ଏ ଧରାପୃଷ୍ଠକୁ ଆସିଛି ସେତିକି ଦିନ ତାର ଲୀଳାଖେଳା କରି ପୁଣି ଫେରିଯିବ। ତାକୁ କେହି ଅଟକାଇ ପାରିବେ ନାହିଁ। ମଣିଷକୁ ଦିନେ ପଚରାଗଲା ଯେ ଏତେ ପାପ କାହିଁକି କରୁଛୁ? ସେ ପାପ କରି ତୁ କେମିତି ଖୁସିରେ ବଞ୍ଚୁଛୁ? ମଣିଷ ଉତ୍ତର ଦେଇ କହିଲା, ମୁଁ ପାପକୁ ସବୁ ଗଙ୍ଗାରେ ବୁଡ଼ ପକାଇ ପାପକୁ ଧୋଇ ଦେଇ ଆସୁଛି। ଗଙ୍ଗାକୁ ପଚରାଗଲା, ତୁ ଏତେ ପାପ ନେଇ କ'ଣ କରୁଛୁ? ଗଙ୍ଗା କହିଲା, ମୁଁ ସବୁ ପାପ ନେଇ ସମୁଦ୍ରରେ ମିଶାଇ ଦେଉଛି। ସମୁଦ୍ରକୁ ପୁଣି ପଚରାଗଲା, ତୁ ସବୁ ପାପ ନେଇ କ'ଣ କରୁଛୁ? ସମୁଦ୍ର କହିଲା, ମୁଁ କାହାର କିଛି ରଖେନି। ମୋଠୁ ସବୁ ପାପ ବାୟୁ ଆଉ ବାଷ୍ପ ନେଇଛନ୍ତି। ବାୟୁ ଆଉ ବାଷ୍ପକୁ ବି ପଚରାଗଲା, ତମେମାନେ ଏ ପାପ ନେଇ କ'ଣ କରୁଛ? ସେମାନେ ଉତ୍ତର ଦେଇ କହିଲେ, ଆମେ ବି କାହାର ରଖୁନା। ଆମେ ବି ବର୍ଷା ସହିତ ମଣିଷମାନଙ୍କୁ ଫେରାଇ ଦେଉଛୁ। ଏଥିରେ ଆମେ ବୁଝିଯିବା କି ଯେଉଁ ପାପ ଆମେ କରିବା ତାର ସମୟ ଅନୁସାରେ ଭୋଗିବା। ସେଥିପାଇଁ ଯେଉଁ କର୍ମ ଆମେ କରୁଛେ ଭାବିଚିନ୍ତି କରିବା ଆବଶ୍ୟକ। କାରଣ ପଛରେ ଆମେ ଅସୁବିଧାରୁ ମୁକ୍ତି ପାଇବା। ଦୟାକରି ନିଜେ ଉଚିତ ରାସ୍ତାରେ ଚାଲନ୍ତୁ। ଅନ୍ୟକୁ ଉଚିତ ରାସ୍ତା ଦେଖାଇବାରେ ସହଯୋଗ କରନ୍ତୁ। ଜଙ୍ଗଲରେ ପ୍ରତିଦିନ ସକାଳୁ ବାଘ ଭାବେ ଯେ ତାକୁ ଜୋରରେ ଦୌଡ଼ିବାର ଅଛି, ନହେଲେ ସେ ଭୋକିଲା ମରିବ। ଏବଂ ହରିଣ ବି ଭାବେ ଯେ ବାଘଠୁ ବେଶୀ ଦ୍ରୁତ ଗତିରେ ମୋତେ ଦୌଡ଼ିବାର ଅଛି, ନହେଲେ ମୁଁ ବି ମରିଯିବି। ଆପଣ ବାଘ ହୁଅନ୍ତୁ ବା ହରିଣ, ସେଥିରେ କିଛି ଫରକ ପଡ଼ିବନି। ଯଦି ଆପଣଙ୍କୁ ସୁନ୍ଦର ଜୀବନଯାପନ କରିବାର ଅଛି ତାହେଲେ ପ୍ରତିଦିନ ଦୌଡ଼ିବାକୁ ହିଁ ପଡ଼ିବ। ଗୋଟିଏ କଥା ମନେ ରଖନ୍ତୁ, ଯାହା ସହ ଯେତେ ଦିନ ସମ୍ପର୍କ ଲେଖା ସେତିକି ଦିନ ରହିବ। ତୁମେ ଯେତେ ବି ଚାହିଁଲେ ସମ୍ପର୍କ ଭାଙ୍ଗିବାକୁ ଅଟକାଇ ପାରିବ ନାହିଁ। କାହିଁକି ନା ଏ ଜୀବନ ନାଟକରେ କାହା ସହିତ କେତେ ଅଭିନୟ କରିବାକୁ ପଡ଼ିବ ସେଇଟା ଈଶ୍ୱର ଆଗରୁ ସ୍ଥିର କରି ଏ ସଂସାରକୁ ପଠାଇଥାନ୍ତି। ଜୀବନ ହେଉଛି ଗୋଟିଏ ଜ୍ୱଳନ୍ତା ଦୀପ ପରି। କେତେବେଳେ ଯେ ଲିଭିଯିବ କେହି ବି ଜାଣିପାରିବେ ନାହିଁ। ତେଣୁ ଏତେ ଗର୍ବ ଅହଙ୍କାର କ'ଣ ପାଇଁ? ଆଜିର ଦୁନିଆରେ ବାସ୍ତବତା ଲୋକେ ଏଠି ସମ୍ପର୍କ ଅପେକ୍ଷା ସ୍ୱାର୍ଥକୁ ବେଶୀ ଗୁରୁତ୍ୱ ଦିଅନ୍ତି। ଏଠି ସତ କହୁଥିବା ଲୋକଙ୍କୁ ନୁହେଁ, ମିଛ କହୁଥିବା ଲୋକଙ୍କୁ ଅଧିକ ପସନ୍ଦ କରନ୍ତି। ଆଜିର ଏ ଦୁନିଆରେ ରାଣ ନିୟମ ସବୁ ମିଛ ହୋଇଥାଏ। କାରଣ ସେ ହିଁ ସବୁଠୁ ଅଧିକ ରାଣ ଖାଇଥାଏ, ଯିଏ ସବୁଠୁ ଅଧିକ ମିଛ କହିଥାଏ। ଅପମାନ ପାଇଥିବା ଲୋକ ପାଇଥିବା ଅପମାନକୁ ଭୁଲି ପାରେ ନାହିଁ। ସେ ଚୁପ୍ ରହିପାରେ, ମାତ୍ର ମନରେ ବହୁତ କିଛି କ୍ରୋଧକୁ ଚାପି କରି ରଖିଥାଏ। କେତେବେଳେ ଯେ ସେ ପ୍ରୟୋଗ କରିପାରେ, ସାବଧାନ ହୋଇ ରୁହନ୍ତୁ। ଅତି ସୁନ୍ଦର ପାଇଁ ସୀତା ହରଣ ହୋଇଥିଲେ। ଅତି ଗର୍ବ ପାଇଁ ରାବଣ ଧ୍ୱଂସ ହୋଇଥିଲେ।
ଅତି ଦାନ ପାଇଁ ହରିଶ୍ଚନ୍ଦ୍ର ଭିଖାରୀ ହୋଇଥିଲେ। ଅଧିକ ବିଶ୍ୱାସରେ ଭଲ ପାଇଲେ କେବଳ ଧୋକା ହିଁ ମିଳିଥାଏ। ଜୀବନରେ ଅତି ଜିନିଷ ସର୍ବଦା କ୍ଷତିକାରକ। ସମୟ ଅଛି, ସୁଧୁରି ଯାଅ। ଟଙ୍କା ରୋଜଗାର କର। ଟଙ୍କା ନହେଲେ ନାକ ପୋଛିବାକୁ ରୁମାଲ ପାଇବ ନାହିଁ। ରାଗ ଗୋଟିଏ ଏମିତି ଜିନିଷ, ଯାହା ଏକା ସାଙ୍ଗେ ଆସିଥାଏ, ଆଉ ଗଲାବେଳେ ସବୁକିଛି ହରେଇ ବସିଥାଏ। ରାଗକୁ ଆୟତ୍ତ କର, ନହେଲେ ସେସବୁ ଛାରଖାର କରିଦେବ। ସୂର୍ଯ୍ୟ ଖରାପ ଥିଲେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା। ଚନ୍ଦ୍ର ଖରାପ ଥିଲେ ମହାଦେବଙ୍କ ପୂଜା କରିବା। ମଙ୍ଗଳ ଖରାପ ଥିଲେ ହନୁମାନଙ୍କର ପୂଜା କରିବା। ବୁଧ ଗ୍ରହ ଖରାପ ଥିଲେ ଶ୍ରୀ ଗଣେଶଙ୍କୁ ପୂଜା କରିବା। ବୃହସ୍ପତି ଖରାପ ଥିଲେ ସରସ୍ୱତୀଙ୍କୁ ପୂଜା କରିବା। ଶୁକ୍ର ଗ୍ରହ ଖରାପ ଥିଲେ ମା ଲକ୍ଷ୍ମୀଙ୍କୁ ପୂଜା କରିବା। ଶନି ଗ୍ରହ ଖରାପ ଥିଲେ ମା କାଳୀଙ୍କୁ ପୂଜା କରିବା। ରାହୁ ଗ୍ରହ ଖରାପ ଥିଲେ ଭୈରବଙ୍କ ପୂଜା କରିବା। ସୂର୍ଯ୍ୟ ଅସ୍ତ ପରେ ଦହି କାହାରିକୁ ଦେବାର ନାହିଁ। ଚକଟା ହୋଇଥିବା ଅଟା ଫ୍ରିଜରେ ରଖନ୍ତୁ ନାହିଁ। ସିଙ୍କରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବେଲଣା, ପେଢ଼ି ଏବଂ କାଠି ରଖିବା ଆଦୌ ଭଲ ନୁହେଁ। ବନ୍ଦ ହୋଇଥିବା ଗ୍ୟାସ୍ ଚୁଲିରେ ତାୱା କିମ୍ବା କଢ଼େଇ ରଖିବା ଅନୁଚିତ। ଗରମ ହୋଇଥିବା ଚୁଲିକୁ ଲିପିବା ନାହିଁ। ଏକାସହ ତିନୋଟି ରୁଟି ପରଷିବା ନାହିଁ। ଝାଡ଼ୁ ଏବଂ ପୋଛାକୁ ବାହାରେ ରଖିବା ନାହିଁ। ପତିଙ୍କ ଘରୁ ଅଶାନ୍ତି ହୋଇ ବାହାରକୁ ଯିବା ନାହିଁ। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା, ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନକୁ ଟଚ୍ କରନ୍ତୁ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।